ବର୍ଣ୍ଣନା କରିଛନ୍ତି। ସେ ମହାପୁରୁଷ କ'ଣ କହୁଛନ୍ତି ସେ ବିଷୟ ଟିକେ ଶୁଣିବା, ଟିକେ ମନ ଦେଇ ଶୁଣନ୍ତି। ପୁରୀ ରାଜା ଅଣସୁରୀ ଭୋଗ ହୋଇଯିବ, 13 ଜଣ ମିଳିଣ କଜିଆ କରୁଥିବ। ପୁରୀ ରାଜା ଅଣସୁରୀ ଭୋଗ ହୋଇଯିବ, 13 ଜଣ ମିଳିଣ କଜିଆ କରୁଥିବ। ସେ ବର୍ଷରେ 13 ଦିନ ପକ୍ଷ ଯେ ହୋଇବ, ବସନ୍ତ ମାସରେ 5 ରବିବାର ହେବ। ବସନ୍ତ ମାସରେ 5 ରବିବାର ହେବ। ବସନ୍ତ ମାସରେ 5 ରବିବାର ହେବ। କ'ଣ କହୁଛନ୍ତି ଯେ ପୁରୀ ରାଜା ଅଣସ୍ତରୀ ଭୋଗ ହୋଇଯିବ, 13 ଜଣ ମିଳିଣ କଜିଆ କରୁଥିବ। ଆଗକୁ ସେ ସମୟଟା ଅଛି, ବର୍ତ୍ତମାନ ଆମ ଗଜପତି ମହାରାଜାଙ୍କର 69 ଅଙ୍କ ଆରମ୍ଭ ହେଲା ଏଇ ଶୂନ୍ୟ ଠାରୁ। ସେ କୁହନ୍ତି 69 ଭୋଗ ହୋଇଯିବ, 69 ଭୋଗ ହେଲା ପରେ 70 ଅଙ୍କ ଆସିବ। ସେ କ'ଣ 13 ଜଣ ମିଳିକି କଜିଆ କରିବେ। ସେ ବର୍ଷରେ 13 ଦିନ ପକ୍ଷ ଯେ ହେବ, ବସନ୍ତ ମାସରେ 5 ରବିବାର ହେବ। ଗୋଟେ ମାସରେ 5ଟି ରବିବାର ପଡ଼ିବ। ଆଗକୁ ସେ ସମୟଟି ଆସୁଛି। ସେ କହନ୍ତି ଏଇ ସମୟରେ ଲୀଳା ଗୁଡ଼ାକ ସବୁ ହବ। ପୁଣି କ'ଣ ହବ ନା, ହୀରାକୁଦ ବନ୍ଧ ଗୋଟିକୁ ଛୁଳି ପଡ଼ିବ, ଓଡ଼ିଶାର 6 ଜିଲ୍ଲା ଜଳାନ ବହେବ। ହୀରାକୁଦ ବନ୍ଧ ଗୋଟିକୁ ଛୁଳି ପଡ଼ିବ, ଓଡ଼ିଶାର 6 ଜିଲ୍ଲା ଜଳାନ ବହେବ। ହୀରାକୁଦ ବନ୍ଧ ଗୋଟି ଉଛୁଳି ପଡ଼ିବ। ଯେତେବେଳେ ମହାପୁରୁଷ ମାଳିକା ଲେଖିଲେ ସେତେବେଳେ ହୀରାକୁଦ ବନ୍ଧ ହୋଇନଥିଲା। 600 ବର୍ଷ ତଳେ ମହାପୁରୁଷ